ଜଣେ କୃଷକର ଗୋଟିଏ ଉଚ୍ଚ ଖାଲ ଜମିଥିଲା। ସେଠାରେ ଭଲ ଫସଲ ହେଉନଥିଲା। ଦିନେ କୃଷକ କୋଦାଳଟିଏ ଧରି ଉଚ୍ଚ ଜାଗା ସବୁ ତାଡ଼ି ସମାନ କରିବାକୁ ଲାଗିଲା। ହିଡ଼ ମୁଣ୍ଡରେ ଗୋଟିଏ ହୁଙ୍କା ଥିଲା। କୃଷକଟି ସେହି ହୁଙ୍କାକୁ ତାଡ଼ି ଦେବାରୁ ତା ଭିତରୁ ଅତି ଦୁର୍ବଳ ସାପଟିଏ ବାହାରି ଗାତ ଭିତରକୁ ଗଲା। ସାପର ଅବସ୍ଥା ଦେଖି କୃଷକ ମନରେ ଦୟା ଆସିଲା। ସେ ଘରକୁ ଯାଇ ଗୋଟିଏ ଗିନାରେ କିଛି କ୍ଷୀର ଆଣି ତା ଗାତ ମୁହଁରେ ରଖିଦେଲା। ସେତେବେଳକୁ ସନ୍ଧ୍ୟା ହୋଇଗଲାଣି। କୃଷକ କାମ ବନ୍ଦ କରି ତା ଘରକୁ ଚାଲିଗଲା। ପରଦିନ ସକାଳୁ ପୁଣି କାମକୁ ଆସି ଦେଖେ ତ ତା ଗିନାରେ କ୍ଷୀର ନାହିଁ, କିନ୍ତୁ ଗୋଟିଏ ସୁନା ମୋହରଟି ରହିଯାଇଛି। କୃଷକ ଆନନ୍ଦରେ ସେ ମୋହରଟିକୁ ନେଇ ଘରକୁ ଚାଲିଗଲା। ଠିକ୍ ସେଦିନ ସନ୍ଧ୍ୟାରେ ମଧ୍ୟ ଆଉ ଗୋଟିଏ ଗିନା କ୍ଷୀର ରଖିଦେଲା। ପରଦିନ ଦେଖିଲା ପୂର୍ବ ଦିନ ପରି ଗିନାର କ୍ଷୀର ବଦଳରେ ମୋହରଟିଏ ଅଛି। କୃଷକଟି ଖୁସି ହୋଇଗଲା ଓ ସେ ସବୁଦିନ ସାପର ସେବା କରିବାକୁ ଲାଗିଲା। ସୁନା ମୋହର ପାଇ ତା ଦୁଃଖ ଦୂର ହୋଇଗଲା। ଦିନେ କୃଷକଟିର ଗୋଟିଏ ବନ୍ଧୁ ଘରକୁ ଯିବାର ଥିଲା। ସେ ତା ପାଖ ପଡ଼ିଶାର ଅନ୍ୟ ଜଣେ କୃଷକକୁ ସବୁ କିଛି ବୁଝାଇ ସାପକୁ କ୍ଷୀର ଦେବାକୁ କହିଗଲା। ପଡ଼ୋଶୀ କୃଷକ ପ୍ରଥମ ଦିନ ତା ବନ୍ଧୁ କହିବା ଅନୁସାରେ ସାପକୁ କ୍ଷୀର ଦେଇ ସୁନା ମୋହରଟିଏ ପାଇଲା। ସେ ତା ଜୀବନରେ ସୁନା ମୋହର ଦେଖିନଥିଲା। ସୁନା ଦେଖି ତାର ଲୋଭ ହେଲା। ସାପ ସବୁଦିନ ସୁନା ମୋହର କେଉଁଠି ଆଣୁଛି? ନିଶ୍ଚିତ ତା ଗାତ ପାଖରେ ଗୋଟିଏ ସୁନା ଖଣି ଅଛି। ଆସନ୍ତା କାଲି ତ ଜମିବାଲା କୃଷକ ଘରକୁ ଫେରି ଆସିବ। ଏଣିକି ସାପ ଯାହା ସୁନା ମୋହର ଦେବ ସେ ସବୁ ନେବ। ନା ନା, ଏମିତି ହେଲେ ସାପ ପାଖରେ ଥିବା ମୋହର ତାକୁ ଆୟତ୍ତ କରିବାକୁ ହେବ। ସୁନା ମୋହର ଲୋଭ ତା ମୁଣ୍ଡକୁ ବିଗାଡ଼ି ଦେଲା। ଲୋଭୀ ମଣିଷ ଯେଉଁ ପାପ ହେଲେ ବି କରି ପକାଇବ। ତାର ହିତ ଅହିତ ଜ୍ଞାନ ଲୋପ ପାଇଗଲା। କୃଷକଟି ଚିନ୍ତା କଲା, ସାପଟିକୁ ମାରିଦେଇ ଗାତ ଭିତରୁ ରାତିକ ଭିତରେ ସବୁତକ ସୁନା ମୋହର ମୁଁ ନେଇଯିବି। ଯାହା ଫଳରେ ଜମି ମାଲିକ ଫେରିଲେ ଆଉ ଦୁଃଖ ନଥିବ। ଏହା ଭାବି ସନ୍ଧ୍ୟାରେ ସାପ ପାଇଁ କ୍ଷୀର ଗିନାରେ ରଖି କୃଷକ ପାଖରେ ଠେଙ୍ଗା ଧରି ଜଗି ବସିଲା। ଅନ୍ଧାରୁଆ ହେବାରୁ ସାପଟି ଗାତ ଭିତରୁ ବାହାରି କ୍ଷୀର ପିଇବାକୁ ଲାଗିଲା। ଠିକ୍ ଏହି ସମୟରେ ଦୂରରେ ଛକି ବସିଥିବା କୃଷକଟି କ୍ଷୀର ପିଉଥିବା ସାପକୁ ମାରିବାକୁ ଆସିଲା। କିନ୍ତୁ ସାପ ଚଟ୍ କରି ବୁଲି ପଡ଼ି କୃଷକକୁ ଚୋଟଟିଏ ବସାଇ ଦେଇ ଗାତ ଭିତରକୁ ପଶିଗଲା। ସାପର ବିଷ ଜ୍ୱାଳାରେ ଲୋଭୀ କୃଷକ ଛଟପଟ ହୋଇ ସେଇଠି ପଡ଼ିଗଲା। ହଁ ସାଙ୍ଗମାନେ, ଆଶା କରୁଛି ଏହି ଗଳ୍ପଟି ତୁମକୁ ବହୁତ ଭଲ ଲାଗିଥିବ। ଯଦି ଏହି ଗଳ୍ପଟି ତୁମକୁ ଭଲ ଲାଗିଥାଏ ତେବେ ନିଶ୍ଚିତ ଭାବରେ ଲାଇକ୍, ସେୟାର ଏବଂ କମେଣ୍ଟ କରିବେ। ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ।